ସମସ୍ତଙ୍କୁ ନମସ୍କାର। ଡାଏଟ୍ ସମ୍ବଲପୁର ତରଫରୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀର ଗଣିତ ବିଷୟରେ ୟେଲୋ କୋଡ୍ M104ରେ ସ୍ଥୂଳ ବସ୍ତୁ ବ୍ୟବହାର କରି 9 ପର୍ଯ୍ୟନ୍ତ ସଂଖ୍ୟାରେ ଯୋଗ କରିବା ବିଷୟରେ ଆଲୋଚନା କରିବା। ଆଜିର ଉଦ୍ଦେଶ୍ୟ ହେଉଛି ସ୍ଥୂଳ ବସ୍ତୁ ବ୍ୟବହାର କରି 9 ପର୍ଯ୍ୟନ୍ତ ସଂଖ୍ୟାର ଯୋଗ କରିବା। ଉଦାହରଣ ସ୍ୱରୂପ 3 ଯୋଗ 3 ଜାଣିବା ପାଇଁ 3 ରୁ ଆରମ୍ଭ କରି 3 ପାଦ ଆଗକୁ ଯିବେ ଓ 3 ଯୋଗ 3 6 ବୋଲି ନିର୍ଣ୍ଣୟ କରିବେ। ଏଇଭଳି ଆମେ ବିଭିନ୍ନ ଉଦାହରଣ ମାଧ୍ୟମରେ ଚାଲ ଆଜି ଆଲୋଚନା କରିବା। ପିଲେ ଦେଖ, ବଗିଚାରେ ଗୁଡାଏ ଫୁଲ ଫୁଟିଛି। କେତୋଟି ପ୍ରଜାପତି ବସିଛନ୍ତି। ପିଲେ କହିଲ, ଫୁଲ ଉପରେ କେତୋଟି ପ୍ରଜାପତି ବସିଛନ୍ତି? 1 2 3 ତିନିଟା ବସିଛନ୍ତି। ହଁ, 3ଟି ବସିଛନ୍ତି। ଆଉ କେତେ ଗୁଡିଏ ପ୍ରଜାପତି ଉଡି ଆସି ଫୁଲରେ ବସିଛନ୍ତି ଦେଖ। ଗୋଟେ ଆସିଲା, ପୁଣି ଆଉ ଗୋଟେ ଆସିଲା, ଦୁଇଟା ହେଲା ନା ଦିଦି? ହଁ ହଁ, ତାହେଲେ ମୋଟ କେତୋଟି ପ୍ରଜାପତି ବସିଲେ ଚାଲ ଦେଖିବା। ତାହେଲେ ବଗିଚାରେ କେତୋଟି ପ୍ରଜାପତି ଫୁଲ ଉପରେ ବସିଥିଲେ? 3ଟି। କେତୋଟି ଉଡି ଆସିକି ବସିଲେ? ଆଉ 2ଟି ଆସିଲେ। ହଁ, ତାହେଲେ ମୋଟ କେତୋଟି ପ୍ରଜାପତି ହେଲେ? ମୋଟ ମୁଁ ଗଣିକି କହୁଛି 1 2 3 4 5 5ଟା ହେଲେ। 5ଟା ହେଲେ। ହଁ। ଆଚ୍ଛା, ତାହେଲେ ତୁମେ 1 ରୁ ଗଣିକି କହିଲ। ଏବେ ଦେଖିବା, ତୁମେ 1 ରୁ 5 ପୁଣି ଗଣିଲ। ଆମେ ଯୋଉ 3ଟି ବସିଥିଲେ ଆଉ 2ଟି ଉଡିକି ଆସିକି ବସିଲେ, ସେଟା ଆମେ କେମିତି ଗଣିବା? ଦେଖ, 3ଟି ପ୍ରଜାପତି ବସିଥିଲେ, ପୁଣି ଗୋଟେ ପ୍ରଜାପତି ଆସିକି ବସିଲା, ତାହେଲେ କେତେ ହେଲା? 3 ରେ 1 ମିଶିଲା 4। ପୁଣି ଆଉ ଗୋଟେ ପ୍ରଜାପତି ଉଡିକି ଆସିକି ବସିଲା, ତେଣୁ 4 ରେ 1 ମିଶିଲା 5 ହେଲା। ତାହେଲେ 3 ରେ 2 ମିଶିଲେ କେତେ ହେଲା? 5 ହେଲା। ସାବାସ୍। ଏଠି ଦେଖ, ମୁନା କେତୋଟି ବେଲୁନ ଧରିଛି? ନା 1 2 3 ତିନିଟା ବେଲୁନ ଧରିଛି। ତା ସାନ ଭାଇ କେତୋଟି ବେଲୁନ ଧରିଛି? ସେ ବି 3ଟା ଧରିଛି। ଆଚ୍ଛା, ତାହେଲେ ଉଭୟଙ୍କ ବେଲୁନ ମିଶିକି କେତେ ହେଲା? ଚାଲ ଦେଖିବା। ତାହେଲେ ମୁନା ପାଖରେ କେତୋଟି ବେଲୁନ ଥିଲା? 3ଟା। 3ଟି ବେଲୁନ ଥିଲା। ଏବଂ ତା ସାନ ଭାଇ ପାଖରେ 3ଟା। 3ଟି ବେଲୁନ ଥିଲା। ତାହେଲେ ମୋଟ ମିଶି କେତେ ହେଲା? ତାହେଲେ ମୁଁ କେମିତି କହିବି ପୁଣି ଗଣିକି? ହଁ, କୁହ କେତେ ହେଲା? 1 2 3 4 5 6। ହଁ, ତୁମକୁ ପୁରା କହିଥିଲି ଆମ ପାଖରେ 3ଟି ଥିଲା, ତେଣୁ ଯେତେବେଳେ ଆମେ ଗଣିବା ଆଉ ମୂଳରୁ 1 ପାଖରୁ ନ ଗଣିକି ସେ 3 ପାଖରୁ ଗଣିବା। ଆଚ୍ଛା, ଦେଖ, ଏବେ 3ଟି ଥିଲା ମୁନା ପାଖରେ, ପୁଣି ତା ସାନ ଭାଇ ପାଖରେ ଆଉ ଗୋଟେ ବେଲୁନ ଆଣିଲା, ତାହେଲେ କେତେ ହବ? 3 + 1 4। ପୁଣି 4ରେ ପୁଣି ଆଉ ଗୋଟେ ବେଲୁନ ଆଣିଲା, ହେଲେ 4 ରେ 1 ମିଶିଲା 5, ପୁଣି 5 ରେ 1 ମିଶିଲା ହେଲେ 6। ତାହେଲେ ଏବେ କେତେ ହେଲା? 3 ରେ ମିଶିଲା 3 6। ତାହେଲେ କେତେଟା ବେଲୁନ ହେଲା? ମୋଟ 6ଟା। 6ଟା ବେଲୁନ ହେଲା। ସାବାସ୍। ଦେଖ, ଠେକୁଆଟି ଯୋଉ ଅଛି, ଗୋଟେ ଦିନ ସେ 5ଟି ଗାଜର ଖାଇଲା। କିଛି ସମୟ ପରେ ପୁଣି ତାକୁ ଭୋକ ଲାଗିଲା, ପୁଣି ସେହି ଦିନ ସେ 4ଟି ଗାଜର ଖାଇଲା। ତାହେଲେ ସେ ମୋଟ କେତେଟି ଗାଜର ଖାଇଲା? 5 ରେ 4 ମିଶେଇବି ନାଇଁ? ତାହେଲେ 5 ରେ 1 ମିଶିଲା ଗୋଟେ ଗାଜର 6 ହେଲା, ପୁଣି ଆଉ ଗୋଟେ ଗାଜର ମିଶିଲା 7 ହେଲା, ପୁଣି ଆଉ ଗୋଟେ ମିଶିଲା 8, ତାପରେ ଆଉ ଗୋଟେ ଗାଜର ମିଶିଲା 9। ତାହେଲେ ମୋଟ ସେ 9ଟା ଗାଜର ଖାଇଲା। ବାସ୍, ପୁରା ଠିକ କହିଲ। ଦେଖ, ଠେକୁଆଟି 5 ପାଖରେ ଅଛି ଏବଂ ତାକୁ ସେ ଗାଜର ଖାଇବା ପାଇଁ ଯିବ। ଗାଜରଟି 9 ପାଖରେ ଅଛି, ତେଣୁ ଠେକୁଆକୁ କେତେ ପାଦ ଯିବାକୁ ପଡିବ ଗାଜର ଖାଇବା ପାଇଁ? ହଁ, ମୁଁ ଗଣିକି କହୁଛି। ହଁ, 5 ରୁ 6 ଯିବ ଗୋଟେ ପାଦ, ପୁଣି 6 ରୁ 7 ଆଉ ଗୋଟେ ପାଦ, 7 ରୁ 8 ଆଉ ଗୋଟେ, ପୁଣି 8 ରୁ 9 ଆଉ ଗୋଟେ। ତ 1 2 3 4 4 ପାଦ ଯିବ ମୋଟ ସେ। ହଁ, ବହୁତ ବଢିଆ। 4 ପାଦ ଯିବ ଠେକୁଆ ଗାଜର ଖାଇବା ପାଇଁ। ଦେଖ, ଚିତ୍ରରେ 4ଟି ଆମ୍ବ ଅଛି ଓ ତାପରେ 3ଟି ଆମ୍ବ ମିଶିଲା, ତାହେଲେ ମୋଟ କେତୋଟି ଆମ୍ବ ହେଲା? 4 ଯୋଗ 3 ନାଇଁ, 7 ହେଲା। 7ଟି ଆମ୍ବ। ହଁ, ଠିକ, 7ଟି ଆମ୍ବ ହେଲା। ସାବାସ୍। ଦେଖ, ପ୍ରଥମ ଚିତ୍ରରେ 5ଟି ବଲ୍ ଅଛି ଏବଂ ଦ୍ୱିତୀୟ
ଚିତ୍ରରେ 3ଟି ବଲ୍ ଅଛି। ତାହେଲେ 2ଟି ଚିତ୍ରରେ ମିଶିକି ମୋଟ କେତୋଟି ବଲ୍ ରହିଲା? ମୋଟ 5 ଯୋଗ 3, 5 ଯୋଗ 3 ସମାନ 5, 6, 7, 8, 8ଟା ବଲ୍। 8ଟା ବଲ୍ ରହିବ। ତୋ ପାଖରେ 5ଟି ପେନ୍ସିଲ୍ ଥିଲା, ଆଉ କେତେଟି ପେନ୍ସିଲ୍ ମିଶେଇଲେ ତୋ ପାଖରେ 7ଟି ପେନ୍ସିଲ୍ ହେବ? 7ଟି ପେନ୍ସିଲ୍ ନାଇଁ, 5ଟା ଥିଲା, ତାହେଲେ 5ରେ 1 ପେନ୍ସିଲ୍ ମିଶିଲେ 6, ପୁଣି ଆଉ 1 ମିଶିଲେ 7, ତାହେଲେ 2ଟି ପେନ୍ସିଲ୍। ହଁ, ସାବାସ୍, ବହୁତ ବଢିଆ। ଆଚ୍ଛା, ତତେ କଦଳୀ ଖାଇବା ପାଇଁ ଭାରି ଭଲ ଲାଗେ ନା? ହଁ, ଭଲ ଲାଗେ। ହଁ, ତାହେଲେ ତୋ ପାଖରେ 2ଟି କଦଳୀ ଥିଲା, ଆଉ କେତୋଟି ସେଥିରେ କଦଳୀ ମିଶେଇଲେ ତୋ ପାଖରେ 8ଟି କଦଳୀ ହେବ? 2ଟା କଦଳୀ ଥିଲା, 2ରୁ 3, 3ରୁ 4, 5, 6, 7, 8, ତାହେଲେ ଆଉ 6ଟି କଦଳୀ ମିଶେଇଲେ 8ଟି ହେବ। ହଁ, ତାହେଲେ ଆଉ 6ଟି କଦଳୀ ମିଶେଇଲେ ତୋ ପାଖରେ ଆଉ 8ଟି କଦଳୀ ହେବ। ବହୁତ ବଢିଆ। ତାହେଲେ ଆଜି ଆମେ କଣ ଶିଖିଲେ? ଆଜି ଆମେ ବିଭିନ୍ନ ବସ୍ତୁ ବ୍ୟବହାର କରି 9 ପର୍ଯ୍ୟନ୍ତ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କରିବା ଶିଖିଲେ। ହଁ ଠିକ୍ କହିଲି ତ? ହଁ ହଁ, ଠିକ କହିଲ। ଧନ୍ୟବାଦ।